ମାର୍କ ଅଧ୍ୟାୟ 6। ନାଜରେତରେ ଯୀଶୁ ଉପେକ୍ଷିତ। ଯୀଶୁ ସେହି ସ୍ଥାନରୁ ପ୍ରସ୍ଥାନ କରି ନିଜ ପୈତୃକ ନଗରକୁ ଆସିଲେ ଓ ତାହାଙ୍କ ଶିଷ୍ୟମାନେ ତାହାଙ୍କର ଅନୁସରଣ କଲେ। ବିଶ୍ରାମବାର ଉପସ୍ଥିତ ହୁଅନ୍ତେ ସେ ସମାଜ ଗୃହରେ ଶିକ୍ଷା ଦେବାକୁ ଲାଗିଲେ। ଆଉ ଅନେକ ତାହାଙ୍କର କଥା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ଏ ଲୋକର ଏହିସବୁ କେଉଁଠାରୁ ହେଲା? ପୁଣି ଏହାକୁ ଯେଉଁ ଜ୍ଞାନ ଦିଆଯାଇଅଛି ଓ ଯେଉଁ ଶକ୍ତିର କାର୍ଯ୍ୟ ଏହାର ହସ୍ତ ଦ୍ୱାରା ସାଧିତ ହେଉଅଛି, ଏସବୁ ବା କ'ଣ? ଏ କି ସେହି ବଢ଼େଇ ନୁହେଁ? ଏ କି ମରିୟମର ପୁଅ, ଆଉ ଯାକୁବ, ଯୋଶୀ, ଜିହୁଦା ଓ ସିମୋନର ଭାଇ ନୁହେଁ? ପୁଣି ଏହାର ଭଉଣୀମାନେ କି ଏଠାରେ ଆମ୍ଭମାନଙ୍କ ସାଙ୍ଗରେ ନାହାନ୍ତି? ଆଉ ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ନିଜ ପୈତୃକ ନଗର, ନିଜ ଜ୍ଞାତି ଓ ନିଜ ପରିବାର ବିନା ଭାବବାଦୀ ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ। ପୁଣି ଅଳ୍ପ କେତେକ ରୋଗୀ ଲୋକଙ୍କ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କରିବା ବିନା ସେ ସ୍ଥାନରେ ସେ ଆଉ କୌଣସି ମହତର କାର୍ଯ୍ୟ କରିପାରିଲେ ନାହିଁ। ପୁଣି ସେମାନଙ୍କ ଅବିଶ୍ୱାସ ହେତୁ ଚମତ୍କୃତ ହେଲେ। 12 ଶିଷ୍ୟଙ୍କୁ ପ୍ରେରଣ। ପରେ ସେ ଚାରିଆଡ଼େ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେବାକୁ ଲାଗିଲେ। ଇତିମଧ୍ୟରେ ସେ 12 ଶିଷ୍ୟମାନଙ୍କୁ ନିକଟକୁ ଡାକି ସେମାନଙ୍କୁ 2 ଜଣ କରି ପ୍ରେରଣ କରିବାକୁ ଆରମ୍ଭ କଲେ ଏବଂ ଅଶୁଚି ଆତ୍ମାମାନଙ୍କ ଉପରେ ସେମାନଙ୍କୁ ଅଧିକାର ଦେଲେ। ଆଉ ଯାତ୍ରା ନିମନ୍ତେ କେବଳ ଖଣ୍ଡେ ବାଡ଼ି ବିନା ରୁଟି କି ଝୋଲି କି ଗାଞ୍ଜିଆରେ ପଇସା ନ ନେବାକୁ ସେମାନଙ୍କୁ ଆଜ୍ଞା ଦେଲେ। କିନ୍ତୁ ସେମାନଙ୍କୁ ପାଦୁକା ପିନ୍ଧିବାକୁ କହିଲେ। 2ଟି ଅଙ୍ଗରେଖା ପିନ୍ଧିବାକୁ ବାରଣ କଲେ। ପୁଣି ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଯେ କୌଣସି ଗୃହରେ ପ୍ରବେଶ କରିବ, ସେ ସ୍ଥାନରୁ ପ୍ରସ୍ଥାନ ନ କରିବା ପର୍ଯ୍ୟନ୍ତ ସେଠାରେ ରୁହ। ମାତ୍ର ଯେ କୌଣସି ସ୍ଥାନରେ ଲୋକମାନେ ତୁମ୍ଭମାନଙ୍କୁ ଗ୍ରହଣ କରିବେ ନାହିଁ ବା ତୁମ୍ଭମାନଙ୍କ କଥା ଶୁଣିବେ ନାହିଁ, ସେ ସ୍ଥାନରୁ ପ୍ରସ୍ଥାନ ସମୟରେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦ ଧୂଳି ଝାଡ଼ି ଦିଅ। ସେଥିରେ ସେମାନେ ପ୍ରସ୍ଥାନ କରି ମନ ପରିବର୍ତ୍ତନ କରିବା ଯେ କର୍ତ୍ତବ୍ୟ, ଏହା ପ୍ରଚାର କଲେ। ପୁଣି ଅନେକ ଭୂତ ଛଡ଼ାଇଲେ ଓ ଅନେକ ରୋଗୀ ଲୋକଙ୍କୁ ତୈଳ ଲଗାଇ ସୁସ୍ଥ କଲେ। ବାପ୍ତିଜକ ଯୋହନଙ୍କ ମୃତ୍ୟୁ। ତାହାଙ୍କ ନାମ ବିଖ୍ୟାତ ହେବାରୁ ହେରୋଦ ରାଜା ତାହାଙ୍କ ବିଷୟରେ ଶୁଣିଲେ। ଆଉ ଲୋକେ କହୁଥିଲେ, ବାପ୍ତିଜକ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି। କିନ୍ତୁ ଅନ୍ୟମାନେ କହୁଥିଲେ, ଏ ଏଲିୟ। ପୁଣି ଆଉ କେହି କହୁଥିଲେ, ଭାବବାଦୀ ମାନଙ୍କ ମଧ୍ୟରୁ କୌଣସି ଜଣକ ସଦୃଶ ଏ ଜଣେ ଭାବବାଦୀ। କିନ୍ତୁ ହେରୋଦ ଏହା ଶୁଣି କହିଲେ, ଯେଉଁ ଯୋହନଙ୍କ ମସ୍ତକ ଆମ୍ଭେ ଛେଦନ କରିଅଛୁ ସେ ଉଠିଅଛନ୍ତି। ଯେଣୁ ହେରୋଦ ଆପଣା ଭାଇ ଫିଲିପଙ୍କ ଭାର୍ଯ୍ୟା ହେରୋଦିଆଙ୍କୁ ବିବାହ କରିଥିବାରୁ ତାହାଙ୍କ ସକାଶେ ଆପେ ଲୋକ ପଠାଏ ଯୋହନଙ୍କୁ ଧରି ଓ ବାନ୍ଧି ବନ୍ଦିଶାଳାରେ ପକାଇଥିଲେ। କାରଣ ଯୋହନ ହେରୋଦଙ୍କୁ କହୁଥିଲେ, ଆପଣା ଭାଇର ଭାର୍ଯ୍ୟାକୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ। ସେଥିରେ ହେରୋଦିଆ ତାହାଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ତାହାଙ୍କୁ ବଧ କରିବା ନିମନ୍ତେ ଇଚ୍ଛା କରୁଥିଲେ, ମାତ୍ର ପାରୁନଥିଲେ। କାରଣ ହେରୋଦ ଯୋହନଙ୍କୁ ଜଣେ ଧାର୍ମିକ ଓ ପବିତ୍ର ବ୍ୟକ୍ତି ଜାଣି ଭୟ କରୁଥିଲେ, ଆଉ ତାହାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ। ପୁଣି ତାହାଙ୍କ କଥା ଶୁଣି ଅତିଶୟ ଉଦ୍ବିଗ୍ନ ହେଲେ ସୁଦ୍ଧା ଆନନ୍ଦରେ ତାହା ଶୁଣୁଥିଲେ। ପରେ ସୁଯୋଗର ଦିନ ଉପସ୍ଥିତ ହେଲା। ହେରୋଦ ଆପଣା ଜନ୍ମଦିନରେ ପାତ୍ରମନ୍ତ୍ରୀ, ପ୍ରଧାନ ସେନାପତି ଓ ଗାଲିଲୀର ବିଶିଷ୍ଟ ବ୍ୟକ୍ତିମାନଙ୍କ ନିମନ୍ତେ ରାତ୍ରି ସମୟରେ ଗୋଟିଏ ଭୋଜ ପ୍ରସ୍ତୁତ କଲେ। ଆଉ ହେରୋଦିଆଙ୍କ ନିଜର କନ୍ୟା ଭିତରକୁ ଆସି ନୃତ୍ୟ କରି ହେରୋଦ ଓ ତାହାଙ୍କ ସହିତ ଭୋଜରେ ଉପବିଷ୍ଟ ବ୍ୟକ୍ତିମାନଙ୍କୁ ମୁଗ୍ଧ କରିଦେଲା। ସେଥିରେ ରାଜା ବାଳିକାକୁ କହିଲେ, ଯାହା ଇଚ୍ଛା କରୁଅଛ ମାଗ, ଆମ୍ଭେ ତୁମ୍ଭକୁ ତାହା ଦେବା। ପୁଣି ସେ ତାହା ନିକଟରେ ଶପଥ କଲେ, ତୁମ୍ଭେ ଆମ୍ଭକୁ ଯାହା କିଛି ମାଗିବ, ରାଜ୍ୟର ଅର୍ଦ୍ଧେକ ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ଦେବା। ତହିଁରେ ସେ ବାହାରି ଯାଇ ଆପଣା ମାତାଙ୍କୁ ପଚାରିଲା, ମୁଁ କ'ଣ ମାଗିବି? ସେ କହିଲେ, ବାପ୍ତିଜକ ଯୋହନର ମସ୍ତକ। ସେହି କ୍ଷଣି ସେ ରାଜାଙ୍କ ନିକଟକୁ ଶୀଘ୍ର ଆସି ଏହା କହି ମାଗିଲା, ମୋର ଇଚ୍ଛା ଯେ ଆପଣ ବାପ୍ତିଜକ ଯୋହନର ମସ୍ତକ ଗୋଟିଏ ଥାଳିରେ ମୋତେ ଏହି କ୍ଷଣି ଦିଅନ୍ତୁ। ଏଥିରେ ରାଜା ଅତ୍ୟନ୍ତ ଦୁଃଖିତ ହେଲେ ସୁଦ୍ଧା ଆପଣା ଶପଥ ଓ ଭୋଜନ ଉପବିଷ୍ଟ ବ୍ୟକ୍ତିମାନଙ୍କ ହେତୁ ମନା କରିବାକୁ ଇଚ୍ଛା କଲେ ନାହିଁ। ଏଣୁ ରାଜା ସେହି କ୍ଷଣି ଜଣେ ସୈନ୍ୟ ପଠାଇ ତାହାଙ୍କର ମସ୍ତକ ଆଣିବା ନିମନ୍ତେ ଆଜ୍ଞା ଦେଲେ। ସେଥିରେ ସେ ଯାଇ ବନ୍ଦିଶାଳାରେ ତାହାଙ୍କ ମସ୍ତକ ଛେଦନ କଲା, ଆଉ ତାହା ଗୋଟିଏ ଥାଳିରେ ଆଣି ବାଳିକାକୁ ଦେଲା।
पुणी बालिका ताहा घेनी निज मातांकु देला। ताहांको शिष्य माने सेथिर संवाद पाई आसिले और ताहांको शव घेनी जाई समाधि रे रखिले। प्रेरित मानकर एकत्रीकरण परे प्रेरित माने जीशुंको निकटर एकत्र हेले। आउ से माने जहा जहा करिथिले और जहा जहा शिक्षा देइथिले सेही सबु ताहांको जणाइले। सेथिरे से सेमानंकु कहिले, तुम्भे माने अलगा होई गोटे निर्जन स्थान को जाई किछि समय विश्राम कर, कारण अनेक लोक जीवा आसीबा करुथिबारु सेमानकर भोजन करबाकू सुधा सुजोग नथिला। तहिरे सेमाने अलगा होई नौकारे गोटे निर्जन स्थान को बाहरी गले। 5 रोटी 2 माछ, किंतु अनेके सेमानंकु बाहरी जिबार देखिले और चिन्हिले। पुणी लोक माने समस्त नगररु पाद गतिरे सेठाको एकत्र दौड़ी जाई सेमानंको आगरे पहुंचले। से नौकारु बाहरी बहु संख्यक लोकंकु देखि सेमानंको प्रति दयारे विगलित हेले, कारण सेमाने अरक्षक मेष परि थिले। पुणी से सेमानंको अनेक विषय शिक्षा देबाको लागिले। बेळ बहुत हेबारु ताहांको शिष्य माने ताहांको निकट को आसी कहिले, ए स्थान तो निर्जन, पुणी बहुत बेळ हेलाणी। लोक माने जेपरि चतुर्दिगरे पल्ली और ग्राम मानकु जाय आपण आपण निमंते खाइबा पई किछि किणंती, एथि निमंते सेमानंकु विदाय दियंतु। किंतु यीशु सेमानंकु उत्तर देले, तुम्भे माने सेमानंकु भोजन कराओ। सेमाने ताहांकु कहिले, आम्भे माने कोन जाई 200 दिनर मजूरी समान मूल्यर रोटी किणी एमानंकु भोजन कराइबा। यीशु सेमानंकु कहिले, तुम्भ मानंक पाखरे केतोटी रोटी अछि, जाई देखो। सेमाने बुझी आसी ताहांकु कहिले, 5टी पुणी 2टी माछ। सेथिरे समस्ते जेपरि दल दल होई कौळ घास उपरे बसंती एथिपाई से सेमानंकु आज्ञा देले। तहिरे सेमाने 100 और 50 जन करी दल दल होई बसिले। पुणी यीशु सेही 5टी रोटी और 2टी माछ घेनी स्वर्ग आड़े ऊर्ध्व दृष्टि करी आशीर्वाद कले एवं रोटी गुड़िक भांगी लोक मानंकु परिवेषण करिबा निमंते शिष्य मानंकु देबाकु लागिले। पुणी सेही 2 माछ से समस्तंक मध्यरे भाग करिदेले। सेथिरे समस्त भोजन करी तृप्त हेले। आउ सेमाने भंगा रोटीर बळका उठाई 12 टोकेई भर्ती कले एवं भाग करा जायथिबा माछरु मध्य किछि किछि गोटाइले। रोटी खाइबा लोक माने 5000 पुरुष थिले। यीशुंक जल उपरे चालिबा सेही क्षणी से आपणा शिष्य मानंकु नौकारे चढ़ी बेतसाइदा आड़कू अपर पारिकू आगरे जीवा पाई बळाइले। पुणी से इति मध्यरे लोक समूह को विदाय देले। सेमानंकठारु विदाय नेला उतारे यीशु प्रार्थना करिबा निमंते पर्वत को गले। संध्या हेबा परे नौकाटी समुद्रर मध्य भागरे थिला और से स्थल रे एकाकी थिले। प्रतिकूल वायु हेतु सेमानंकु नौका बाहिबारे कष्ट पाउथिबा देखि से प्राय रात्रिर 4th प्रहर रे समुद्र उपरे चली सेमानंक पाखकु आसिले। आउ सेमानंक पाख देई आगो चलिबा पाई उद्यत थिले, किंतु सेमाने ताहांकु समुद्र उपरे चलिबा देखि भूत बोली भाबी चित्कार कले, कारण समस्ते ताहांकु देखि उद्विग्न होइथिले। मात्र से सेई क्षणी सेमानंक सहित कथावार्ता करी सेमानंकु कहिले, साहस धर, ए तो मु, भय कर नाही। पुणी से सेमानंक निकटकु जाई नौकारे चढ़िले। आउ पवन बंद हेला। सेथिरे सेमाने मने मने अत्यंत आचंबित हेले, कारण रोटीर घटना रे सेमानंकर ज्ञान जन्मी नथिला, जेणु सेमानंक हृदय जड़ होइथिला। गिनेसरतरे रोगींको सुस्थता सेमाने पार होई गिनेसरत अंचल रे पहुंची कूଳରେ नौका बांधिले। आउ सेमाने नौकारू ओह्लांते लोक माने सेई क्षणी ताहांकु चिन्हि सेई समस्त अंचलर चारिआडे दौड़ी गले। पुणी से जेउ जेउ स्थान रे अछंती बोली सुनिले सेही स्थान को पीड़ित लोक मानंकु हटियारे बही आनिबाकु लागिले। पुणी से जेउ जेउ ग्राम नगर बा पल्ली रे प्रवेश कले लोके सेही सब स्थानर हाट बजार मानंकरे रोगी मानंकु थोई देई सेमाने जेपरि ताहांक वस्त्र झुंपा छुअंती एहा ताहांकु विनती करिबाकु लागिले। आउ जेते लोक ताहांकु छुईले समस्ते सुस्थ हेले।